ପାଟି ଇନଫେକ୍ସନ୍ ହେଇକି ଯଦି ଦୁର୍ଗନ୍ଧ ବାହାରୁଥିବ ତ ଆଜିର ରେମେଡ଼ି ବହୁତ ବଢ଼ିଆ ରେମେଡ଼ି ସେଥିପାଇଁ ଅଛି। ତାପରେ ଅଛି ଦାନ୍ତ ଯଦି ପୁରା ହଳଦିଆ ହେଇଥିବ ତାକୁ କେମିତି ଆମେ ଅତି ସହଜରେ ଚିକ୍ ଚିକ୍ କରିପାରିବା। ମୁହଁରେ ଯଦି ଛାଲ ପଡ଼ିଥିବ ମାନେ ଇନଫେକ୍ସନ୍ ହେଇକି ଘା ଭଳି ହେଇଥିବ, ଯେଉଁ ଥଣ୍ଡା ସେଲସମ ଯେଉଁ ହେଇଥିବ, ଜିଭରେ ତୁଣ୍ଡୁକା ହେଉ କିମ୍ବା କୌଣସି ଘା ପା ହେଉ ଯଦି ଏମିତି ହେଉଥାଏ ତାହେଲେ ଆଜିର ରେମେଡ଼ି ତ ସମ୍ପୂର୍ଣ୍ଣ ଘରୋଇ ତୁଟିକା, ବେଶୀ ପଇସା ଖର୍ଚ୍ଚ ବିଲକୁଲ ବି କରିବାକୁ ପଡ଼ିବନି। ତ ଘରେ ଆମର ଯାହା ଅଛି ତାହା ଆମେ ଆଣିକି ତାକୁ ସମାଧାନ କରିପାରିବା। ତ ସାଙ୍ଗମାନେ ନିଶ୍ଚୟ ଏ ପତ୍ରକୁ ଆପଣମାନେ ଚିହ୍ନିଥିବେ, ଇଏ ହେଉଛି ପିଜୁଳି ପତ୍ର। ତ ପିଜୁଳି ପତ୍ରକୁ ଆମେ ଆଣିବା, ଏମିତି ପୁରା କଅଁଳିଆ କଅଁଳିଆ ପତ୍ରକୁ ନେଇଯିବା। ଗଛ ପାଖରେ ନିଶ୍ଚୟ ଥିବ, ସମସ୍ତଙ୍କ ବାରିରେ ବି ଏଇ ଗଛ ଥାଏ। ତ ମୁଁ ତାକୁ ନେଇ ଆସିଛି, ଦେଖନ୍ତୁ ପୁରା କଅଁଳିଆ କଅଁଳିଆ ପତ୍ର ତାକୁ ଆଣିଲି, ତାକୁ ଭଲ ଭାବରେ ଧୋଇ ଦେଉଛି। ଏଠି ପୁରା ମାନେ ଧୂଳି ହେଇଯାଇଛି ପତ୍ର ଗୁଡ଼ାକ। ପିଜୁଳି ପତ୍ର ତ ଜାଣିଥିବେ କଷା ଅଂଶ ଅଛି, ତାର ଯେଉଁ ପ୍ରପର୍ଟିଟା ଆମ ଦାନ୍ତକୁ ବହୁତ ବେନିଫିଟ୍ ଦିଏ। ଏଠି ଦେଖନ୍ତୁ କେତେ କଳା ପାଣି ବାହାରିଛି। ତାପରେ ଆକୁ ଏମିତି ଖଣ୍ଡ ଖଣ୍ଡ କରିଦେବା, ପୁରା ଟିକ୍ 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 କରିଦେବା, ଯାହାଫଳରେ କି ସେ ଯେଉଁ ତାର ଭିତରେ ଯେଉଁ ତାର ପ୍ରପର୍ଟି ଅଛି ସବୁ ଯେମିତି ପାଣିକି ଯିବ। ତ ଏଠି ଜମା ବିଲକୁଲ ବି ସ୍କିପ୍ କରନ୍ତୁନି, ଯାହାଫଳରେ କି ଆପଣମାନେ କିଛିଟା ଜାଣିପାରିବେନି। ଏଠି ଦେଖନ୍ତୁ ମୁଁ ଲବଙ୍ଗ ନେଲି, ତାପରେ ଆକୁ ନେବା ଗ୍ୟାସ୍ ପାଖକୁ, ଅଳ୍ପ ଟିକେ ପାଣି ଦେବା, ମାନେ ହାଫ୍ ଗ୍ଲାସ୍ ପାଖାପାଖି ମୁଁ ଏଠି ପାଣି ଦେଲି। ତ ପାଣି ଦେଇ ସାରିକି ଆକୁ କ'ଣ କରିବା, କିଛି ସମୟ ଫୁଟେଇ ନେବା, ଯେମିତି ତାର କଲର୍ ସବୁ ସେ ପାଣିକି ଚାଲିଯିବ। ଆଉ ଏଇ ପିଜୁଳି ପତ୍ରରେ ଯେତେ ସବୁ ତାର ସାରାଂଶ ଅଛି ସବୁତକ ଯେମିତି ପାଣିରେ ରହିବ। ଲବଙ୍ଗ ବି ସିଝିଗଲା, ସେଇ ପାଣିଟା ବି ସେଥିରେ ରହିଲା, ତ ତାର ବି ପ୍ରପର୍ଟି ରହିଲା। ତ ଦେଖନ୍ତୁ ସବୁତକ ମୁଁ ଏଠି ଛାଣି ନେଲି, ଆଉ ଏତିକି ପାଣି ରହିଲା। ଆହୁରି ମରିଥିଲେ ବି ଠିକ୍ ହେଇଥାନ୍ତା, ଆହୁରି ଅଧା ହେଇଯାଇଥିଲେ ବି ଆହୁରି ବଢ଼ିଆ ହେଇଥାନ୍ତା। ତ କ'ଣ କରିବା, ତାପରେ ନେବା ଏଠି ଚାଉଳ ଗୁଣ୍ଡ। ଅରୁଆ ଚାଉଳ ଗୁଣ୍ଡ ବହୁତ ବଢ଼ିଆ ଉଷୁନା ଚାଉଳ ଅପେକ୍ଷା। ତ ଅରୁଆ ଚାଉଳ ଗୁଣ୍ଡ ନେଲି, ଆଉ ଗୋଟେ ଛୋଟ ଚାମଚରେ ଅଧ ଚାମଚ ମୁଁ ନେଲି ହଳଦୀ ଗୁଣ୍ଡ, ଟିକେ ତେନ୍ତୁଲି ନେଲି, ପୁରୁଣା ତେନ୍ତୁଲି ହେଉ ନୂଆ ତେନ୍ତୁଲି ହେଉ ଯାହା ନେଇପାରିବେ। ତାପରେ ଏଥିରେ ନେବା ଟିକେ ପେଷ୍ଟ, ଅଳ୍ପ ଟିକେ ପେଷ୍ଟ ନେବା। ପାଟି ଆଉ ଦାନ୍ତର ଯେତେ ଇନଫେକ୍ସନ୍ ଥିବ ହଳଦୀ କମେଇବ। ଚାଉଳ ଗୁଣ୍ଡ ହେଲା ଆମ ଦାନ୍ତକୁ ସଫା କରିବ, ପୁରା ଚିକ୍ ଚିକ୍ କରିବ, ଆଉ ମୁହଁରେ ଦାନ୍ତରେ ଯେତେ ଇନଫେକ୍ସନ୍ କିମ୍ବା କୌଣସି ବ୍ୟାକ୍ଟେରିଆ ଥିବ ଲେମ୍ବୁ ଆମର କମେଇବ, ମୁହଁର ଦୁର୍ଗନ୍ଧକୁ କମେଇବ। ସେଥିରେ ଟିକେ ଲୁଣ ଦେଇଦେବା, ଲୁଣ ଆମ ବ୍ୟାକ୍ଟେରିଆ ମାରିବ। ତ ସବୁ ମିଶିକି ଆମେ ବହୁତ ବଢ଼ିଆ ଭାବରେ ତାକୁ ଗୋଳେଇ ନେବା, ବଢ଼ିଆ ଭାବରେ ତାକୁ ପୁରା ସମ୍ପୂର୍ଣ୍ଣ ଯେମିତି ମିଶିଯିବ। ତେନ୍ତୁଲିରେ ବି ଲୁଣ ଟିକେ ପଡ଼ିଥିଲା, ସେଥିପାଇଁ ମୁଁ ଅଳ୍ପ ଟିକେ ଲୁଣ ଦେଲି। ଲୁଣ ବି ବେଶୀ ଦେବା ଦରକାର ନାହିଁ, ଅଳ୍ପ ଟିକେ ହିଁ ତାକୁ ଦରକାର ଅଛି। ତ ଯେଉଁ ପାଣିଟା ଆମେ ସିଝେଇଥିଲେ ସେଇ ପାଣିକୁ ଆମେ ଟିକେ ଦେଇକି ପେଷ୍ଟ ବନେଇଦେବା। ଦେଖନ୍ତୁ ବଢ଼ିଆ ଭାବରେ ପେଷ୍ଟ ବନିଗଲା। ତ ଆକୁ ଆମେ କ'ଣ କରିବା, ନେଇକି ଦାନ୍ତରେ ଯଦି ଘଷିବା ଆମ ଦାନ୍ତ ବହୁତ ବଢ଼ିଆ ଭାବରେ ପରିଷ୍କାର, ଆଉ ଦୁର୍ଗନ୍ଧ କମେଇବ, ମାଢ଼ି ଫୁଲା ବି କମେଇବ। ହଳଦୀଟା ଆମର ଯେତେ ମାଢ଼ିରେ କିମ୍ବା ଦାନ୍ତରେ ଇନଫେକ୍ସନ୍ ଥିବ, ଯେଉଁ ଦାନ୍ତ ପୋକ ଖାଇଲେ ବିନ୍ଧିବ, ଯଦି ଆମେ କ'ଣ କରିବା, ହଳଦୀ ଗୁଣ୍ଡକୁ ନେଇକି ଲଗେଇବା। ଗୁଣ୍ଡ ନୁହଁ, ହଳଦୀ ବଟାକୁ ଲଗେଇଲେ ବହୁତ ବେନିଫିଟ୍ ପାଇପାରିବା। ଆଉ ଯଦି ଆମେ ପେଷ୍ଟ ନ ଦେଇଥାନ୍ତେ, ଟିକେ ଫେଣ ଭଳି ହେଇନଥାନ୍ତା, ଆକୁ ଆମେ ପିଲାମାନଙ୍କୁ ଦେବା। ସବୁଦିନ ଆମେ ପିଲାମାନଙ୍କୁ ଦେଲେ ସେମାନେ ଘଷିଲେ ତାଙ୍କ ଦାନ୍ତ ସଫା ହେବା ସହିତ ମୁହଁ ଦୁର୍ଗନ୍ଧ କମେଇବା ସହିତ ବହୁତ ବଢ଼ିଆ ବେନିଫିଟ୍ ପାଇପାରିବେ। ସମସ୍ତେ ଘଷି ପାରିବେ। ସବୁଦିନ ଆକୁ ଦିନକୁ 2 ଥର ଘଷିଲେ ଦେଖିବେ ମୁହଁରେ ଯେତେ ସବୁ ପ୍ରୋବ୍ଲେମ୍ ଥିବ ସବୁ କମିବ, ଦାନ୍ତର ବି ପ୍ରୋବ୍ଲେମ୍ କମିବ, ମାଢ଼ି ଫୁଲା ବି କମିବ। ବହୁତ ସହଜ ଉପାୟ, ନିଶ୍ଚୟ କରନ୍ତୁ। ଆକୁ ବ୍ରସ୍ରେ ନ ଘଷିକି ଯଦି ଏମିତି ଦାନ୍ତରେ ଘଷିବା, ଆମେ ଆଙ୍ଗୁଠିରେ ନେଇକି ଘଷିବା। ଆଙ୍ଗୁଠିରେ ଯଦି ଆମେ ତାକୁ ନେଇକି ଘଷିବା ବହୁତ ବଢ଼ିଆ ଭାବରେ ସଫା ହେବ, ଆଉ ସବୁଆଡ଼େ ବି ମିଶିପାରିବ। ଆମେ ସବୁବେଳେ ବ୍ରସ୍ରେ ଘଷି ଦେଉଛେ, କିନ୍ତୁ ଆଙ୍ଗୁଠି ଆମେ ଦେଇକି ଯଦି ଆମେ ଦାନ୍ତରେ ଘଷିବା କିମ୍ବା କୌଣସି ଦାନ୍ତ କାଠିରେ ଘଷିବା ତାହେଲେ ବହୁତ ବଢ଼ିଆ। ଲିମ୍ବ ଦାନ୍ତ କାଠି ଆଣିକିରି ଘଷିଲେ ବହୁତ ବଢ଼ିଆ ବେନିଫିଟ୍ ପାଇପାରିବା ଆମେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ଚିକ୍ ଚିକ୍ ହେଇଛି ମୋ ଦାନ୍ତ। ତ ଦର୍ଶକ ବନ୍ଧୁ କେଉଁଠି ଦେଖୁଛନ୍ତି ନିଶ୍ଚୟ କମେଣ୍ଟରେ ଜଣାଇବେ। ଯଦି ଆଜିର ଭିଡ଼ିଓ ଭଲ ଲାଗିଛି ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ଆଉ ଗୋଟେ ଟିପ୍ ଦେଖିବା, ଏଠି ନେଇଛି ହଳଦୀ ଗୁଣ୍ଡ, କିମ୍ବା ବଟା ହଳଦୀ ହେଲେ ବି ଚଳିବ, ନହେଲେ ଗୁଣ୍ଡ ହଳଦୀ, ଭଲ ହଳଦୀ ଗୁଣ୍ଡ। ଏ ଯେଉଁ ମାର୍କେଟ ବାଲା କଲର୍ ମିଶା ବାଲା ହଳଦୀ ଗୁଣ୍ଡ ନେବେନି। ତାପରେ ସେଥିରେ ନେବା ଟିକେ ଗୁଆ ଘିଅ। ଦେଖନ୍ତୁ ଯେଉଁ ଗାଈ ଘିଅ, ଯେଉଁ ପ୍ରପର ବଢ଼ିଆ ଘିଅ, ଯେଉଁ ସେ ଘିଅକୁ ଆମେ ନେବା, ଦେଶୀ ଘିଅ।
से घी टिके नवा ताको भल भाव आम कौन करवा मिसई देकी ताको कौन करवा गरम कर नवा। आम पाटी रे जेते सबू घा होइथिबो ए जो सेलसमा होची पेट गरम आउ मुंड ठंडा होइकरी ए सब पाटी गोटा जाक जो बाहरी पड़े ओठरे सब बाहरी पड़े तुंडुका भलिया किंबा पाटी घा तो ताकू आम कौन करवा एई रेमेडीटा आम लगेले देखिबे गोटे 2 थर 3 थर आम जदि लगेबा आमर पूरा कमिଯିବ थरकरे पूरा अधा कमिଯିବ। एमती उषुम उषुम देखो मुझे गरम कर आनी आ उषुम उषुम ताको कौन करवा नहीं कि पाटे टिके टिके लगेबा। यदि बेसी गरम देदेवे ना पाटे जो घाटा थी सी पूरा पाचिला भाया हो तो जमा भी बेसी गरम खाली टिके ठंडा कमी थी जमती से भाई भाव में आम ताको लगेबा नहीं कि पाटे दिन को 2 थर लगेबे राति लगेगी शोबे आ जिते बड़े लगेबे पाटे से लाल सब बाहर बिल्कुल भी ताको छेप करके माने सांगे सांगे तलू को पकई देवेनी तो सेमिति पाटी रे थिबो तो थिबो से सेमिति ही लाल बोई पड़ुथबो तो सेमिति ही लगेबे किछि समय लगेबे पूरा घंटे अध घंटा पर्यंत ताको रखिबे तापर जाइकी न धोइले भी चलिबो किछि असुविधा नाही ताको सेमिति ही रखिथिबे देखिबे पूरा कमी जिवो। राति रे जदि लगेइथिबे सखाल को देखिबे पूरा आराम लागिवो दर्ज होइथिबो किंबा कोनोसी पाटी रे जदि तुंडुका फुंडुका होइथिबो निश्चय कमी जिवो। दुईटा जाक रेमेडी बहुत बढ़िया पूरा घरे तैयारी तो आज रोचे पुणी आगू आसबि नुआ नुआ टिप नहीं। जय जगन्नाथ।